ଆଜି କଟକ ଜିଲ୍ଲା ସଦର ବ୍ଲକ ପରମହଂସପୁର ପଞ୍ଚାୟତ ରଘୁନାଥପୁର ଗ୍ରାମରେ ଆଜି ଏଠାରେ ଆମ ସଂଗଠନର କିଛି ଯୁବ କାର୍ଯ୍ୟକର୍ତ୍ତା ଆମର ଜିଲ୍ଲା ସଭାପତି ରାଜ୍ୟ ସଭାନେତ୍ରୀ ରାଜ୍ୟ ଉପସଭାପତି ତଥା ଆମ କାର୍ଯ୍ୟକର୍ତ୍ତା କିଛି ଏବଂ ଏଠିକାର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବହୁ ଶିକ୍ଷାବିତ୍ ବହୁ ଯୁବପିଢ଼ି ସମସ୍ତେ ଆଜି ଏଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଛନ୍ତି। ଏହାର କାରଣ ହେଉଛି ଏ ସମଗ୍ର ଜୀବଜଗତ ଗଛ ଉପରେ ନିର୍ଭର କରେ। ଆଜି 10 ଲକ୍ଷରୁ ଅଧିକ ପ୍ରଜାତିର ପ୍ରାଣୀ ବିଲୁପ୍ତ ହେବାକୁ ବସିଲେଣି। ବିଗତ ଦିନରେ ଆପଣମାନେ ସମସ୍ତେ ଜାଣିଥିବେ କରୋନା ବୋଲି ଗୋଟେ ଲହର ଆସିଥିଲା ଯାହାକି ବହୁତ ଧନ ଜୀବନ ନଷ୍ଟ କରିଛି। ଆଉ ଏହାର ଯେଉଁ ଦ୍ୱିତୀୟ ଲହର ଆସିଥିଲା ଏ ଦ୍ୱିତୀୟ ଲହରରେ ଅମ୍ଳଜାନର ଅଭାବ ପାଇଁ ଯେଉଁଟାକି ସରକାର ମଧ୍ୟ ଫେଲ୍ ମାରିଥିଲେ ବହୁତ ଧନ ଜୀବନ ନଷ୍ଟ ହୋଇଥିଲା। କିନ୍ତୁ ଯଦି ଆଜି ଆମେ ଟିକେ ଚିନ୍ତା ନ କରିବା ତାହେଲେ ଆମ ଆଗାମୀ ଜେନେରେସନ୍ ଆମ ପର ଜେନେରେସନ୍ ଆମ ପୂର୍ବ ଜେନେରେସନ୍ ଆମ ଯେଉଁ ବାପା ବୟସର ଲୋକମାନେ ବୟସ୍କ ଯାହାର ହେଇଯାଇଥିବ ତଥା ଆମର ଯେଉଁ କୁନି କୁନି ସାନ ଭାଇ ଭଉଣୀମାନେ ତାଙ୍କୁ ଆମେ କେମିତିକା ସୁରକ୍ଷା ଦେବା। ତେଣୁ ଆମେ ଯଦି ସମଗ୍ର ଜଗତଠୁ ଯଦି ଆମେ ଏତେ କିଛି ଉପକାର ପାଉଛୁ କିନ୍ତୁ ଜଗତକୁ ଆମେ କ'ଣ ଉପକାର ଦେବୁ। ସେଥିପାଇଁ ଯାହା ହଉ ଧନ୍ୟବାଦ ଦେବି ଏଠିକାର ଯୁବ ସମାଜସେବୀମାନଙ୍କୁ ଏଠିକାର ବୟୋଜ୍ୟେଷ୍ଠ ଲୋକମାନଙ୍କୁ ସମସ୍ତଙ୍କ ମନରେ ଯାହା ଗୋଟିଏ ଜିନିଷ ସୁସ୍ଥ ସମାଜ ଗଠନ କରିବେ ସୁସ୍ଥ ବାତାବରଣ ତିଆରି କରିବେ। ସେଥିପାଇଁ ଏଠାରେ ବହୁ ପ୍ରକାର ଗଛ ସେମାନେ ନିଜ ବାଡ଼ିରେ ଲଗାଇବା ପାଇଁ ନିଜ ପ୍ରଚେଷ୍ଟାରେ ସେମାନେ କାହାଠୁ ସାହାଯ୍ୟ ମାଗି ନାହାନ୍ତି। ନିଜ ପ୍ରଚେଷ୍ଟାରେ ନିଜ ରକ୍ଷଣାବେକ୍ଷଣରେ ଏଠାରେ ବହୁ ପ୍ରକାର ନାନାଦି ଗଛ ଲଗାଇବାକୁ ଚେଷ୍ଟା କରିଛନ୍ତି ଆଉ ଏହାର ରକ୍ଷଣାବେକ୍ଷଣ ମଧ୍ୟ କରିବେ। ଆଉ ଏଠାକୁ ଆସିକି ମୁଁ ଗୋଟେ ଜିନିଷ ଅନୁଭବ କଲି ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ମୁଁ ଯେମିତି କହିବି ଦୀପତଳ ଅନ୍ଧାର ଇଏ ନିଶ୍ଚିତ। ଓଡ଼ିଶାର ରାଜଧାନୀ ଯେଉଁ କଟକ ହେଉଛି ଗୋଟେ ବହୁତ ବଡ଼ ସହର ନାଁ ଅଛି ଏଠାରେ ମାନେ କଟକକୁ ଅଲଗା ପ୍ରକାର ଲୋକ ଓଡ଼ିଶାର ଲୋକମାନେ ବହୁତ ସମ୍ମାନ କରନ୍ତି କିନ୍ତୁ କଟକର ପାଖାପାଖି ମୁଖ୍ୟ ରାସ୍ତାଠୁ 5-6 କିଲୋମିଟର ଦୂରରେ ଏ ରାସ୍ତା ଆଜି ଯେଉଁ ଅଛନ୍ତି 250-300 ଘର ଲୋକ ରାତି ମୁଁ ଆପଣଙ୍କୁ ଆଗାମୀ ଦିନରେ ଏ ଜାଗାର ସଂଘର୍ଷରେ ସାମିଲ ହେବି ଆମ ସଂଗଠନ ସାମିଲ ହେବ ଇଏ ମଧ୍ୟ ନିଶ୍ଚିତ ପ୍ରତିଶ୍ରୁତି। କିନ୍ତୁ ଏଠିକାର ଲୋକମାନେ କୁନି କୁନି ପିଲାମାନେ ରାସ୍ତାରେ ଯାତାୟାତ କରିପାରୁନାହାନ୍ତି ପାଠ ପଢ଼ିବା ଯିବା ପାଇଁ ବର୍ଷା ହେଲେ କାଦୁଅ ରାସ୍ତାରେ ଯାଇପାରୁନାହାନ୍ତି ଆମ୍ବୁଲାନ୍ସ ଆସିପାରୁନି ଏଭଳିଆ ଧନ୍ୟ ନିଶ୍ଚିତ ଏ ପ୍ରଶାସନକୁ ମୁଁ ଧିକ୍କାର କରିବାକୁ ଚାହୁଁଛି। ଆଉ ଆଗାମୀ ଦିନରେ ଏ ସଂଘର୍ଷ ଜୋରଦାର ହେବ ଇଏ ମୋର ପ୍ରତିଶ୍ରୁତି। ଜୟ ହିନ୍ଦ ବନ୍ଦେ ମାତରମ୍ ଭାରତ ମାତା କି ଜୟ। ଦେଖନ୍ତୁ ଆମେ ଆଜି ଯେଉଁ ଆମ୍ବ ପଣସ ଖାଉଛୁ ସେ ଗଛଟା କିଏ ଲଗେଇଥିଲା ଆମେ ବି ଜାଣିନୁ। ଯେଉଁଟା ଆଜି ଲଗାଉଛୁ ସେଇଟାର ପ୍ରଡକ୍ଟ କିଏ ସେ ୟୁଟିଲାଇଜ କରିବେ କିଛି ଜାଣିନୁ। କିନ୍ତୁ ବର୍ତ୍ତମାନ ପାଇଁ ତାର ଯେଉଁ ଅକ୍ସିଜେନ ସେ ରିଫର୍ମ କରିବ କାର୍ବନ ଡାଇଅକ୍ସାଇଡକୁ ନେଇକିରି ଅକ୍ସିଜେନ ରିଫର୍ମ କରିବ ସେଇଟା ହିଁ ମଣିଷ ସମାଜ ପାଇଁ ଉପକାରୀ ଆସେ। ଏବେ ଯେଉଁ ପଲ୍ୟୁଟେଡ୍ ଆଟମୋସ୍ଫିୟର ହେଇଯାଇଛି ଦିଲ୍ଲୀ ଦେଖନ୍ତୁ ହେଲା ଭୁବନେଶ୍ୱର କଟକ ଟ୍ୱିନ୍ ସିଟି ନିୟର ଫ୍ୟୁଚରରେ ହେଇଯିବ ଯଦି ଗଭର୍ଣ୍ଣମେଣ୍ଟର କିଛି ଷ୍ଟେପ୍ ନ ନିଆଯାଏ ତାହେଲେ ଏଥିପାଇଁ ଗଛ ବୃକ୍ଷ ହାନି ହିଁ ଏକମାତ୍ର ହେଉଛି କାରଣ। ଅନ୍ତତଃ ସମାଜରୁ ଆମେ ବହୁତ କିଛି ପାଇଛୁ ସମାଜକୁ କିଛି ଦେଇନୁ ଆଜି ପର୍ଯ୍ୟନ୍ତ। ଆମେ ନ ଦେଇପାରିଲେ ବି ବୃକ୍ଷ ଦ୍ୱାରା ସମାଜର କିଛିଟା କଲ୍ୟାଣ ସାଧନ ହେଇପାରିବ। ଏଇ ଲକ୍ଷ୍ୟ ନେଇକରି ମାନେ ମୋର ମତ ଯେ ବୃକ୍ଷ ଲଗାଯିବା ଉଚିତ।